शायरी ଯେଉଁ ବ୍ୟକ୍ତି ତୁମକୁ ସତରେ ଭଲ ପାଏ ନା ସେ ଫୋନ୍ କଲ୍ କାଟିବା ବେଳେ ଏହି କଥା କହିଥାଏ, ମୁଁ ତୁମକୁ ସବୁ ପରିସ୍ଥିତିରେ ସାଥିରେ ଅଛି, ତୁମେ କେବଳ ତୁମର ଧ୍ୟାନ ରଖ ଓ ତୁମ ନିଜର ଯତ୍ନ ରଖ, ମୁଁ କେବଳ ତୁମର, ତୁମ ବିନା ମୁଁ ବଞ୍ଚିପାରିବିନି ପ୍ରିୟା। ଯଦି ହୃଦୟ ଗୋଟିଏ ଅଛି ପ୍ରେମ ବାରମ୍ବାର ହୁଏ କାହିଁକି? ଗୋଟିଏ ପ୍ରେମ ଯଥେଷ୍ଟ ହୋଇଥାଏ ତାକୁ ଯଦି ହୃଦୟରୁ କରାଯାଏ। ଏହି କଥା ମନେ ରଖ, ଆମେ ଯାହାକୁ ହୃଦୟରୁ ଚାହୁଁ ସେହି ଜଣକ ପାଖରେ ଆମକୁ କନ୍ଦାଇବାର ତାକତ ଅଧିକ ଥାଏ। ଆମେ ଅନ୍ୟକୁ ଖୁସିରେ ରଖିବାକୁ ବହୁତ ଚାହିଁଥାଉ, ହେଲେ ହୋସ ସେତେବେଳେ ଆସେ ଯେତେବେଳେ ଆମକୁ ସାହାରା ଦରକାର ଥାଏ ଆଉ ଆମକୁ ନିଜକୁ ଏକା ପାଇଥାଉ। ହସ ପଛର ଦୁଃଖ ଆଉ ରାଗ ପଛରେ ଥିବା ଭଲ ପାଇବା ଆଉ ଉଦାସ ରହିବାର କାରଣ କେବଳ କିଛି ଲୋକ ହିଁ ବୁଝିପାରନ୍ତି, ନହେଲେ ସମସ୍ତେ ତ ଧୋକା ଦେଇ ଯିବାକୁ ପସନ୍ଦ କରନ୍ତି। ଜାଣିଛ ନା, ମଣିଷ କେବଳ ସେହି ମଣିଷ କଥାକୁ ଚୁପଚାପ ଶୁଣିଥାଏ ଯାହାକୁ ସେ ହରାଇବାକୁ ଡରୁଥାଏ, ନହେଲେ ତ ଲୋକଙ୍କୁ ବହୁତ କିଛି କହିବା ପାଇଁ ମିଳିଥାଏ, କିନ୍ତୁ ଯାହାକୁ ଭଲ ପାଏ ତାକୁ କେବେ କିଛି କହି ହୁଏନି। ଖୋଜିଲେ ଦୁନିଆରେ ମଣିଷକୁ ବହୁତ କିଛି ମିଳିଥାଏ, ହେଲେ ଗୋଟିଏ ଜିନିଷକୁ ଛାଡ଼ି, ସେ ହେଉଛି ନିଜର ଭୁଲ ଓ ରାଗ ରୁଷା ଅଭିମାନ। ସେ ହିଁ ପ୍ରେମ ଯିଏ ତୁମକୁ ଇଜ୍ଜତ କରେ, ତୁମର ମୂଲ୍ୟ ବୁଝେ, ତୁମ ସହିତ ଝଗଡ଼ା କଲା ପରେ ବି କଥା ନ ହୋଇ ରହିପାରେ ନଥାଏ। କିଛି ସମ୍ପର୍କ ବହୁତ ମୂଲ୍ୟବାନ ହୋଇଥାଏ ବନ୍ଧୁଗଣ, କିନ୍ତୁ ମନେ ପକାଉ କି ନ ପକାଉ ତଥାପି ଅପେକ୍ଷା କରିବାକୁ ବହୁତ ମନ ହୁଏ। ଯେମିତି ଗୋଟେ ପ୍ରେମର ପ୍ରେମିକା ଅପେକ୍ଷା କରିଥାଏ କିନ୍ତୁ ପ୍ରେମିକ କେବେ ଆସିନଥାଏ। ଲୋକ କୁହନ୍ତି ପାଗଳ ଉପରେ କିଛି ଭରସା ନାହିଁ ବନ୍ଧୁଗଣ, କିନ୍ତୁ କେହି ଏଇ କଥା ଭାବନ୍ତି ନାହିଁ କାହାର ଭରସାକୁ ପାଗଳ ବନାଇଥାଏ। ଯଦି କାହାକୁ ପ୍ରେମ କରୁଛ ତେବେ ତାକୁ କେବେ ବି ଅବିଶ୍ୱାସ କରନି। ଯାହାକୁ ଅବିଶ୍ୱାସ କରାଯାଏ ତାକୁ କେବେ ପ୍ରେମ କରାଯାଏନି, କିନ୍ତୁ ମଣିଷ ପ୍ରେମ ଓ ଅବିଶ୍ୱାସ ଦୁଇଟି ଯାକ କରୁଛି, ସେଥିପାଇଁ ସେ ଜୀବନରେ କେବେ ଖୁସିରେ ରହିପାରୁନାହିଁ। ଜୀବନରେ ନିଜର ସିକ୍ରେଟ ବନ୍ଧୁଗଣ କାହାକୁ କେବେ କହିବେନି, କାରଣ ନିଜ ଏମିତି ଦିନ ଆସିବ ଯେମିତି ଆପଣଙ୍କ ସିକ୍ରେଟ ଆଉ ଜଣେ ଆପଣଙ୍କୁ କହି ଡରେଇବ ଓ ଧମକେଇବ। ଜୀବନରେ ଗୋଟିଏ ସତ କଥା କହୁଛି ବନ୍ଧୁଗଣ, କାହାର ଯଦି ତୁମେ ନିକଟତର ହେବାକୁ ଚେଷ୍ଟା କରିବ ସିଏ ସେତିକି ତୁମଠାରୁ ଦୂରେଇ ଯିବ, ଆଉ ତୁମେ ଯେତେ ତାଠାରୁ ଦୂରେଇ ଯିବ ସିଏ ତୁମ ପାଖକୁ ସେତେ ପାଖକୁ ଆସିବ। କାହାକୁ ଯଦି ବାରମ୍ବାର ନିଜେ ଠିକ୍ ବୋଲି ପ୍ରମାଣ ଦେବାକୁ ପଡ଼େ ନା ବନ୍ଧୁଗଣ, ତେବେ ତାକୁ ଛାଡ଼ିଦେବା ଭଲ, କାରଣ ଏକା ରହିବା ଏତେ ଦୁଃଖ ଦିଏନି ଯେତିକି ଦୁଃଖ ଅବିଶ୍ୱାସୀ ଲୋକ ଦେଇଥାନ୍ତି। ଯଦି କୌଣସି ବ୍ୟକ୍ତି ତୁମକୁ ଧୋକା ଦେଉଛି ନା ବନ୍ଧୁଗଣ ଆଉ ତୁମେ ଜାଣିପାରିଲ, ତେବେ ତାଠାରୁ ଦୂରେଇ ଯାଆନ୍ତୁ, କାରଣ ଧୋକାବାଜ ଲୋକ ଥରେ ନୁହଁ ଜୀବନ ସାରା ଧୋକା ଦେଇଥାଏ। ଗୋଟିଏ କଥା କହିବି, ସବୁ କଥାକୁ ଯଦି ଆପଣ ହାର୍ଟଲି ନେବେ ନା ଏ ଦୁନିଆରେ ବଞ୍ଚିବା ବହୁତ ମୁସ୍କିଲ ହୋଇଯିବ। ସେଥିପାଇଁ ପ୍ରେମ କରନ୍ତୁ କିନ୍ତୁ ଏତେ ହାର୍ଟଲି ନିଅନ୍ତୁ ନାହିଁ ବନ୍ଧୁଗଣ, କାରଣ ଏଠି ଧୋକା ଦେବା ଲୋକ ବହୁତ ଅଧିକା ଥାଆନ୍ତି। ତମେ ସେ ପର୍ଯ୍ୟନ୍ତ କାହାର ଦୁଃଖକୁ ଅନୁଭବ କରିପାରିବନି ସାଙ୍ଗମାନେ ଯେଉଁ ପର୍ଯ୍ୟନ୍ତ ଦୁଃଖ ତମେ ନିଜେ ନ ପାଇଛ। ଆଉ ଅନ୍ୟକୁ ଦୁଃଖ ଦେବା ବହୁତ ସହଜ, କିନ୍ତୁ ନିଜେ ଥରେ ଦୁଃଖ ପାଇ କାନ୍ଦିବା ବହୁତ କଷ୍ଟ। ପଚାର ସେ ନିରୀହ ଲୋକକୁ, ଯେଉଁ ଲୋକମାନେ ରାତି ଅଧରେ କାନ୍ଦି ପୁଣି ସକାଳୁ ସ୍ମାଇଲ୍ ଦେଇ ମୁହଁରେ ଉଠନ୍ତି, କାରଣ ଦୁନିଆକୁ ଦେଖାଇବା ପାଇଁ ସେମାନେ ଚାହାନ୍ତିନି କି ସେମାନେ କେତେ ଦୁଃଖରେ ଅଛନ୍ତି, କାରଣ ଦୁନିଆରେ ଲୋକମାନେ କେହି ଦୁଃଖର ସାଥ ଦିଅନ୍ତିନି, ସମସ୍ତେ ସୁଖର ହିଁ ସାଥ ଦିଅନ୍ତି। ଆଉ ଆପଣଙ୍କର ସବୁ ହସ ପଛରେ ଥିବା ଲୁହକୁ ସେଇ ମଣିଷ ହିଁ ବୁଝିପାରେ ଯିଏ ପ୍ରକୃତରେ ଆପଣଙ୍କୁ ଭଲ ପାଇଥାଏ। ସେ ମା ହେଉ କାହିଁକି ନା ସ୍ତ୍ରୀ ହେଉ କାହିଁକି, ସମସ୍ତେ ଆପଣଙ୍କ ମନ କଥା ବୁଝିପାରିବେନି ବନ୍ଧୁ। ସେତିକି ଯାହାର ମୂଲ୍ୟବାନ ଥିବ ସିଏ ହିଁ ଆପଣଙ୍କୁ ବୁଝିପାରିବ। ଯେବେ ମଣିଷ ଧୈର୍ଯ୍ୟ ଧରିବା ଶିଖିଯାଏ ନା, ତ ଜୀବନ ତାକୁ ସୁନ୍ଦର ଲାଗିଥାଏ ଓ ଜୀବନ ଜୀଇବାକୁ ତାକୁ ଅନେକ ଉପାୟ ଓ ରାସ୍ତା ମିଳିଯାଇଥାଏ। ସଠିକ୍ ରାସ୍ତାରେ ଚାଲିବା ନିଶ୍ଚୟ ଟିକେ କଷ୍ଟକର ହୋଇଥାଏ ସାଙ୍ଗମାନେ, କିନ୍ତୁ ସଠିକ୍ ରାସ୍ତାରେ ଗଲେ କେବେ ହେଲେ ଆପଣ ଧୋକା ଖାଇ ନଥାନ୍ତି। ସେହିପରି ମଣିଷକୁ ଚିହ୍ନିବା ବହୁତ କଷ୍ଟ ସାଙ୍ଗମାନେ। ଆପଣମାନେ ଥରେ ମଣିଷକୁ ଚିହ୍ନି ଯାଆନ୍ତୁ, ଦେଖିବେ ଜୀବନ ଆପଣଙ୍କୁ ବହୁତ ସୁନ୍ଦର ଲାଗିବ। ଆଉ ଯେଉଁମାନେ ମତଲବ ପାଇଁ ଆପଣଙ୍କ ସାଙ୍ଗରେ ଅଛନ୍ତି ନା, ତାଙ୍କୁ ଛାଡ଼ି ଦିଅନ୍ତୁ ବନ୍ଧୁଗଣ, କାରଣ ମତଲବୀ ସାଙ୍ଗ ଓ ମତଲବୀ ଶତ୍ରୁତା ଏଇ ଦୁଇ ଜଣଙ୍କ ପାଖରୁ ଆପଣ ଯେତେ ଦୂରରେ ରହିବେ ସେତେ ଆପଣଙ୍କ ଜୀବନ ଭଲରେ ରହିବ। ଆଜିକାଲି ଦୁନିଆରେ ପ୍ରେମ କିଏ ବା ନ କରେ, କିନ୍ତୁ ପ୍ରେମରେ ଧୋକା ଖାଇ ସୁଇସାଇଡ୍ କରିବା ଏହା ପାପ, କାରଣ ପ୍ରେମ ତ ବହୁତ ଜଣଙ୍କ ସହିତ ହୋଇଥାଏ, କିନ୍ତୁ ହୃଦୟରୁ ଜଣଙ୍କ ସହିତ ପ୍ରେମ ହିଁ ହୋଇଥାଏ। ଓ ଫାଷ୍ଟ ପ୍ରେମ କେବେ ହେଲେ ଜୀବନରେ ଭୁଲ ନଥାଏ କିମ୍ବା ଭୁଲି ପାରି ନଥାଏ। ଏହା ହେଲା ଜୀବନର ପ୍ରକୃତ ସତ୍ୟ।
सांगमाने भिडियोटी केमिति लागला कमेंट करने जमा ही भूलबेनी। आउ मो ओडिया चैनल रे जदि आपण माने नुआ थिबे राधा स्वामी शिव ओडिया ब्लॉग चैनल टी को सब्सक्राइब करंतु, लाइक करंतु, कमेंट करंतु। जय जगन्नाथ।